ଗୋଟିଏ ଗାଁ ପାଖ ଜଙ୍ଗଲରେ ଚପଳ ନାମକ ଏକ ମାଙ୍କଡ଼ ରହୁଥିଲା। ସେ ଯେତିକି ଚତୁର ଥିଲା, ସେତିକି ଦୁଷ୍ଟ ମଧ୍ୟ ଥିଲା। ଲୋକଙ୍କ ଜିନିଷ ଚୋରି କରିବା ଏବଂ ସେମାନଙ୍କୁ ହଇରାଣ କରିବାରେ ତାକୁ ବହୁତ ମଜା ମିଳୁଥିଲା। ଘଟଣାଟି ଏମିତି ଥିଲା। ଦିନେ ଜଣେ ଟୋପି ବିକ୍ରେତା ସହରକୁ ଟୋପି ବିକ୍ରି କରିବାକୁ ଯାଉଥିଲେ। ବହୁତ ବାଟ ଚାଲିବା ପରେ ସେ କ୍ଳାନ୍ତ ହୋଇ ସେହି ଜଙ୍ଗଲର ଏକ ବଡ଼ ବରଗଛ ମୂଳେ ଶୋଇପଡ଼ିଲେ। ତାଙ୍କ ପାଖରେ ଟୋପି ଭର୍ତ୍ତି ଥିବା ଏକ ବ୍ୟାଗ୍ ରହିଥିଲା। ଚପଳ ମାଙ୍କଡ଼ ଗଛ ଉପରୁ ସବୁ ଦେଖୁଥିଲା। ସେ କିନା ତଳକୁ ଓହ୍ଲାଇ ଆସିଲା ଏବଂ ବ୍ୟାଗ୍ ଭିତରୁ ସବୁ ଟୋପି କାଢ଼ି ନିଜ ସାଙ୍ଗମାନଙ୍କୁ ବାଣ୍ଟିଦେଲା। ସବୁ ମାଙ୍କଡ଼ ମୁଣ୍ଡରେ ଟୋପି ପିନ୍ଧି ଗଛ ଉପରେ ବସି ରହିଲେ। ଟୋପି ବିକ୍ରେତାଙ୍କ ଚାଲାକି। କିଛି ସମୟ ପରେ ଯେତେବେଳେ ଟୋପି ବିକ୍ରେତାଙ୍କ ନିଦ ଭାଙ୍ଗିଲା, ସେ ଦେଖିଲେ ବ୍ୟାଗ୍ ଖାଲି। ଉପରକୁ ଚାହିଁବା ବେଳକୁ ସବୁ ମାଙ୍କଡ଼ ତାଙ୍କ ଟୋପି ପିନ୍ଧି ତାଙ୍କୁ ଚିଡ଼ାଉଛନ୍ତି। ସେ ବହୁତ ଚେଷ୍ଟା କଲେ, କିନ୍ତୁ ମାଙ୍କଡ଼ମାନେ ଟୋପି ଫେରାଇଲେ ନାହିଁ। ଶେଷରେ ବିକ୍ରେତା ଜଣକ ଏକ ବୁଦ୍ଧି ପାଞ୍ଚିଲେ। ସେ ଜାଣିଥିଲେ ଯେ ମାଙ୍କଡ଼ମାନେ ନକଲ କରିବାକୁ ଭଲ ପାଆନ୍ତି। ସେ ନିଜ ମୁଣ୍ଡରେ ପିନ୍ଧିଥିବା ଟୋପିଟିକୁ କାଢ଼ି ଜୋରରେ ତଳକୁ ଫିଙ୍ଗିଦେଲେ। ତାଙ୍କୁ ଦେଖି ଚପଳ ଏବଂ ତାର ସାଙ୍ଗମାନେ ମଧ୍ୟ ନିଜ ନିଜ ମୁଣ୍ଡରୁ ଟୋପି କାଢ଼ି ତଳକୁ ଫିଙ୍ଗିଦେଲେ। ପରିଣାମ, ଟୋପି ବିକ୍ରେତା ତୁରନ୍ତ ସବୁ ଟୋପି ସଂଗ୍ରହ କରିରେ ଭରିଲେ ଏବଂ ସେଠାରୁ ଖୁସିରେ ଚାଲିଗଲେ। ଦୁଷ୍ଟ ଚପଳ ମାଙ୍କଡ଼ଟି କେବଳ ଚାହିଁ ରହିଗଲା। ନୀତିଶିକ୍ଷା: ଦୁଷ୍ଟାମି କଲେ କେବେ ନା କେବେ ନିଜକୁ ହାରିବାକୁ ପଡ଼ିଥାଏ ଏବଂ ବୁଦ୍ଧି ବଳରେ ସବୁ ସମସ୍ୟାର ସମାଧାନ କରିହୁଏ।